सन्तुहर गाँ बाहर पार्टी पड़ी मीठा 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 दे से निमापड़ा मीठा बता नहीं बे मीठा नुह भाई छेना झिली ना कौन एटा मीठा ना कौन मिले छेना झिली नियाली छेना कहीं छेना झिली एटी फेमस ଯାତ୍ରା ମୁଁ ଫାଷ୍ଟ ନାଇଟ୍ ଆଜି ସନ୍ତୁ ଭାଇ ଘର କ୍ୟାମ୍ପ ପଡ଼ିଛି ସେ ଛେନା ଥିଲେ ତମେ ଏଟା କଣ ଫାଦର କ୍ୟାରେକ୍ଟର ଯିବ କଥା ନା କଣ ବୟସ ବୁଢ଼ା ହେଇଗଲେ ବାଳ ପାଚିଗଲା ଏଇ ଭାଇଟି ମତେ କହିଲା କଲଟି ଆଜି କର ଆଇ ଏମ୍ ଟୋକା କୃଷ୍ଣ 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 ଶୁଣ ମୂଳା ତୋର ଝୁଡ଼ଙ୍ଗ ମୋର ଫୁଲକୋବି ତା କେମିତି ଅଛନ୍ତି ଭଲ ଅଛ ନା ଆଉ ଅନା ଗୋଟେ କଣ କହୁଛି ହାଇ ଫ୍ରେଣ୍ଡ କେମିତି ଅଛ ହଁ ମୋ ଭିଡ଼ିଓ ଦେଖିବା ପାଇଁ ଆସିବ ମୁଁ ନାଚୁଛି ତମେ ଆସିବ ଦେଖିବା ପାଇଁ କହିଲେ ଯାତ୍ରା ସିଂହ ମାଇଲ ଅଛି ସମ୍ବର୍ଦ୍ଧନାରେ ଶ୍ରୀମତୀ ସୁଶ୍ରୀ ସଙ୍ଗୀତା ମିଶ୍ରକୁ ସମ୍ବର୍ଦ୍ଧିତ କରିବା ପାଇଁ ଏବଂ ନିବେଦନ କରିବେ ସମସ୍ତ ସଜ୍ଜନମାନଙ୍କୁ ଜୋରଦାର କରତାଳି ସହିତ ଆଉ ଟିକେ କାର୍ଯ୍ୟକ୍ରମକୁ ସରସ ସୁନ୍ଦର ଆଗତଙ୍କର ରୂପ ଦେବା ପାଇଁ ଏବଂ ଆମ ସହିତ ଅଛନ୍ତି ଏ ମାଟିର ମହକ ମାଟିର ପୁଲକ ମାଟିର ବାସା ମାଟିର ଆଭିଜାତ୍ୟ ଏ ମାଟିର ଗର୍ବ ଗୌରବ ଏ ମାଟିର ମହାନ ବିନ୍ଧାଣୀ ମହାନ ନାଟ୍ୟ ନିର୍ଦ୍ଦେଶକ ଗୁରୁଶ୍ରୀ ପ୍ରଶାନ୍ତ ନାୟକ ଅତି ଆଦରର ବଳିଆ ସାର୍ ମାନନୀୟ ନାଟ୍ୟକାରଙ୍କ ଲେଖନୀ ନିଃସୃତ ନାଟକରୁ ସୁସଜ୍ଜିତ ଜୀବନ୍ତ କରି ଗଢ଼ି ତୋଳିବାରେ ଆପଣ ବେଶ ସିଦ୍ଧହସ୍ତ ହସ ଲୁହ ପ୍ରେମ ପ୍ରତାରଣାକୁ ଆଭୂଷଣ କରି କଳାକାରମାନଙ୍କୁ ଚରିତ୍ରରେ ରୂପାନ୍ତରିତ କରିବାରେ ଆପଣ ଖୁବ୍ ପାରଙ୍ଗମ ସେଥିପାଇଁ ତ କଳା କାରିଗରୀର ଆପଣ ଜଣେ ଉଦକ୍ଷ ବିନ୍ଧାଣୀ ଅନେକ ହୃଦୟସ୍ପର୍ଶୀ ନାଟକକୁ ନିଜର ବଳିଷ୍ଠ ନାଟ୍ୟ ନିର୍ଦ୍ଦେଶନାରେ ମଞ୍ଚ ଉପରେ ସୁନ୍ଦର ଭାବରେ ଉପସ୍ଥାପନା କରି ଅନେକ ପ୍ରଶଂସା ସାଉଣ୍ଟିଛନ୍ତି ବାସ୍ତବରେ ଆପଣଙ୍କର ଏହି ଚିରସ୍ମରଣୀୟ ପ୍ରତିଭା ଯୋଗୁଁ ଆପଣ ଓଡ଼ିଶା ଯାତ୍ରାର ଅନେକ ଦର୍ଶକଙ୍କ ହୃଦୟରେ ସ୍ଥାନ ଗ୍ରହଣ କରିଅଛନ୍ତି ଆପଣଙ୍କ ଅହେତୁକ ନିଷ୍ଠା ସାଧନା କଳା ପ୍ରତି ଥିବା ସମର୍ପଣ ଭାବ ତଥା ପ୍ରଚଣ୍ଡ କଳା ପ୍ରତିଭାକୁ ସମ୍ମାନ ଜଣାଇ ଆଜି ଏହି ଶୁଭ ଅବସରରେ ଆପଣଙ୍କୁ ଆମ୍ଭ ଅନୁଷ୍ଠାନ ସମ୍ବର୍ଦ୍ଧିତ କରି ନିଜକୁ ବେଶ ଗର୍ବିତ ଓ ଗୌରବାନ୍ୱିତ ମନେ କରିଅଛି ଆପଣଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଦପଦ୍ମରେ ପ୍ରଣତି ଜଣାଉଛୁ ଆପଣଙ୍କ ଗୁଣମୁଗ୍ଧରେ ମହାବୀର ଯାତ୍ରା କମିଟି ପରିବାରର ସମସ୍ତ ସଦସ୍ୟ ଏହି ମହାନ ନାଟ୍ୟ ନିର୍ଦ୍ଦେଶକଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଆମ ଅନୁଷ୍ଠାନର ସଭାପତି ଆଲୋକ କୁମାର ମଲ୍ଲିକ ମହୋଦୟଙ୍କୁ ନିବେଦନ କରୁଛି ଏବଂ ଆପଣମାନଙ୍କୁ ନିବେଦନ କରିବି ଜୋରଦାର କରତାଳି ସହିତ ଏହି ସୁନ୍ଦର ଉତ୍ସବକୁ ଆଉ ଟିକେ ସରସ ସୁନ୍ଦର କରିବେ ନିଶ୍ଚିତ ଭାବରେ ଏବଂ ପରେ ପରେ ଆଉ ଜଣେ ମହାନ ନାଟ୍ୟ ନିର୍ଦ୍ଦେଶକ ହୃଦୟର ମଣିଷ ହୃଦୟର ସ୍ପନ୍ଦନ ଏବଂ ଓଡ଼ିଆ ନାଟ୍ୟ ଯଜ୍ଞତର ମହାନ ପ୍ରତିଭା ଗୁରୁଶ୍ରୀ କିଶୋର ଖଣ୍ଡୁଆଳ ମାନନୀୟ ନାଟ୍ୟକାରଙ୍କ ଲେଖନୀ ନିଃସୃତ ନାଟକକୁ ସୁସଜ୍ଜିତ ଜୀବନ୍ତ କରି ଗଢ଼ି ତୋଳିବାରେ ଆପଣ ବେଶ ସିଦ୍ଧହସ୍ତ ହସ ଲୁହ ପ୍ରେମ ପ୍ରତାରଣାକୁ ଆଭୂଷଣ କରି କଳାକାରମାନଙ୍କୁ ଚରିତ୍ରରେ ରୂପାନ୍ତରିତ କରିବାରେ ଆପଣ ଖୁବ୍ ପାରଙ୍ଗମ ସେଥିପାଇଁ ତ କଳା କାରିଗରର ଆପଣ ଜଣେ ସୁଦକ୍ଷ ବିନ୍ଧାଣୀ ଅନେକ ହୃଦୟସ୍ପର୍ଶୀ ନାଟକକୁ ନିଜର ବରିଷ୍ଠ ନାଟ୍ୟ ନିର୍ଦ୍ଦେଶନାରେ ମଞ୍ଚ ଉପରେ ସୁନ୍ଦର ଭାବେ ଉପସ୍ଥାପନା କରି ଅନେକ ପ୍ରଶଂସା ସାଉଣ୍ଟିଛନ୍ତି ବାସ୍ତବରେ ଆପଣଙ୍କର ଏହି ଚିରସ୍ମରଣୀୟ ପ୍ରତିଭା ଯୋଗୁଁ ଆପଣ ଓଡ଼ିଶା ଯାତ୍ରା ଅନେକ ଦର୍ଶକଙ୍କ ହୃଦୟରେ ସ୍ଥାନ ଗ୍ରହଣ କରିଅଛନ୍ତି ଆପଣଙ୍କ ଅହେତୁକ ନିଷ୍ଠା ସାଧନା କଳା ପ୍ରତି ଥିବା ସମର୍ପଣ ଭାବ ତଥା ପ୍ରଚଣ୍ଡ କଳା ପ୍ରତିଭାକୁ ସମ୍ମାନ ଜଣାଇ ଆଜି ଏହି ଶୁଭ ଅବସରରେ ଆପଣଙ୍କୁ ଆମ୍ଭ ଅନୁଷ୍ଠାନ ସମ୍ବର୍ଦ୍ଧିତ କରି ନିଜକୁ ବେଶ ଗର୍ବ ଏବଂ ଗୌରବାନ୍ୱିତ ମନେ କରୁଅଛୁ ଆପଣଙ୍କର ଦୀର୍ଘ ନିରାମୟ ଜୀବନ କାମନା କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଦପଦ୍ମରେ ପ୍ରଣତି ଜଣାଉଛୁ ଆପଣଙ୍କ ଗୁଣମୁଗ୍ଧରେ ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ବାଳକୃଷ୍ଣ ଓଝା ମହୋଦୟ ଏବଂ କୁମାର ଅନୁରାଗ ଏହି ଦୁଇ ବ୍ୟକ୍ତିତ୍ୱକୁ ଅନୁରୋଧ କରିବି ଗୁରୁଶ୍ରୀ କିଶୋର ଖଣ୍ଡୁଆଳଙ୍କୁ ଏହି ସମ୍ବର୍ଦ୍ଧନା ସମ୍ବର୍ଦ୍ଧିତ କରି ନିଶ୍ଚିତ ଭାବରେ ଆଗାମୀ ଏହି କାର୍ଯ୍ୟକ୍ରମ ପରେ ପରେ ଆମେ ଆପଣମାନଙ୍କୁ ପୁଣି ନେଇଯିବୁ ଆପଣମାନଙ୍କୁ ନେଇଯିବୁ ଯାତ୍ରାରାଣୀ ସିଂହ ଭାଇର ସୁନ୍ଦର କାର୍ଯ୍ୟ ଫାଷ୍ଟ ଟାଇମ୍ ନା ମାନେ ଦିନରେ ଆସିବା ଅଲଗା ଆଉ ରାତିରେ ଯିବାଟା ଅଲଗା କାହିଁକିନା ଦିନରେ ଆମେ
ଗାଡ଼ି ଆମକୁ ଯାଇଥିଲା 8ଟା 9ଟା ଯାଇକି ଘିନି ଆସିଥିଲା କିନ୍ତୁ ତ ଗାଡ଼ି ତ ଯିବନି ଗାଡ଼ି ଯିବା ପାଇଁ ହେଲେ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ଆଉ ଯେହେତୁ ଆମ ଡ୍ରାଇଭର ଭାଇକି ଡିଷ୍ଟର୍ବ ନ କରି ଆମେ ଯାଉଛୁ ରୁମ୍କୁ ଖାଇ ଟିକେ ରେଷ୍ଟ ନେବା ଆଉ କାଲି ଟିକେ ବହୁତ କାମ ଅଛି ଡ୍ରେସ୍ ପତ୍ର ସଫାସଫି ହେବ ଗାଲି ଚୁଟି କାଟିବା ପାଇଁ ଯିବି 10 ଦିନ କାଲି 10 ଦିନ କାଲି ଆଇଁଷ ଖାଇବ ବିଚରାଟା ଆଇଁଷ ନ ଖାଇ ଶୁଖିଗଲାଣି ମୁଁ ତା ଆଗରେ ଖାଲି ମାଛ ଚିକେନ୍ ସବୁ ଖାଇ ଚାଲିଛି 11 ଦିନ ଟିକେ ପୁରୀ ଯିବା ଉଡ଼ା ଖାଇତେ ହଉ ହଉ ଚାଲନ୍ତୁ ବର୍ତ୍ତମାନ ପାଇଁ ରୁମ୍ରେ ପହଞ୍ଚିବା ରୁମ୍ରେ ପହଞ୍ଚି ଖାଇବା ଖାଇକି ରେଷ୍ଟ ନେବା ଆଉ କାଲି ବହୁତ କାମ ଅଛି କାମକୁ ସାରିବା ତାପରେ ଇନଷ୍ଟାଗ୍ରାମରେ ଭିଡ଼ିଓ ବହୁତ ଦିନ ହେଲା ପଡ଼ିନାହିଁ ଇନଷ୍ଟାଗ୍ରାମରେ ଭିଡ଼ିଓ ପଡ଼ିବ ଆପଣମାନଙ୍କୁ ମୁଁ ଇନଷ୍ଟା ଆଇ ଡ଼ି ବି ଆପଣଙ୍କୁ ଦେଇନାହିଁ ଇନଷ୍ଟା ଆଇ ଡ଼ି ବି ଦେବି ଚାଲନ୍ତୁ ଦେଖିବା